ଅନେଶତ ରନ୍ ମାତ୍ର ଗୋଟିଏ ରନ୍ ପାଇଁ ଶତକ ହାତ ଛାଡ଼, କିନ୍ତୁ ସେହି 99 ରନ୍ ଭାରତ ଠାରୁ ଛଡ଼ାଇ ନେଲା ମ୍ୟାଚ୍ ଏବଂ ଇଂଲଣ୍ଡକୁ କରିଦେଲା ସିରିଜରେ ସମାନ। ଜୋ ରୁଟ୍ ପୁଣି ଥରେ ପ୍ରମାଣ କରିଦେଲେ ବଡ଼ ଖେଳାଳିମାନେ ଚାପରେ ହିଁ ନିଜର ଅସଲ ଚେହେରା ଦେଖାନ୍ତି। ନମସ୍କାର ବନ୍ଧୁମାନେ, ସ୍ୱାଗତ ଆପଣମାନଙ୍କର। ଆଜି ଆମେ କଥା ହେବୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମୁକାବିଲା ବିଷୟରେ, ଯେଉଁଠାରେ ଜୋ ରୁଟ୍ଙ୍କ ଏକାକୀ ଲଢ଼େଇ ଭାରତୀୟ ବିଜୟୀ ସ୍ୱପ୍ନକୁ ଭାଙ୍ଗିଦେଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର ଆରମ୍ଭ ଭଲ ହୋଇନଥିଲା। ଆରମ୍ଭରୁ ୱିକେଟ୍ ପଡ଼ିବା ଦେଖି ଲାଗୁଥିଲା ଯେ ବଡ଼ ସ୍କୋର କରିବା କଷ୍ଟକର ହେବ, କିନ୍ତୁ ଏହି ସମୟରେ ଦାୟିତ୍ୱ ନେଇଥିଲେ ବିରାଟ କୋହଲି ଓ ଶ୍ରେୟସ ଆୟର। ଦୁହେଁ ଶାନ୍ତ ମୁଣ୍ଡରେ ବ୍ୟାଟିଂ କରି ଇନିଂସକୁ ସମ୍ଭାଳିଥିଲେ। ବିରାଟ 65 ରନ୍ ଏବଂ ଶ୍ରେୟସ 66 ରନ୍ କରି ଭାରତକୁ ମ୍ୟାଚ୍ରେ ଫେରାଇ ଆଣିଥିଲେ। ଲାଗୁଥିଲା 270 କିମ୍ବା 280 ରନ୍ ହୋଇଯିବ, କିନ୍ତୁ ସେଠାରୁ ହିଁ ମ୍ୟାଚ୍ର ମୋଡ଼ ବଦଳିଗଲା। ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ିଲା, ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ ଫେଲ୍ ହୋଇଗଲା। ଶେଷରେ ବୁମରାଙ୍କ ନାବାଦ 20 ରନ୍ ସତ୍ତ୍ୱେ ଭାରତ କେବଳ 233 ରନ୍ରେ ଅଲ୍ଆଉଟ୍ ହୋଇଗଲା। ଜୋଫ୍ରା ଆର୍ଚର ଏବଂ ଗସ୍ ଆଟକିନ୍ସନଙ୍କ ବୋଲିଂ ଭାରତକୁ ବଡ଼ ସ୍କୋର କରିବାକୁ ଅଟକାଇ ଦେଲା। ଦୁହେଁ 3-3ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍କୁ ଭାଙ୍ଗିଦେଲେ। 234 ରନ୍ର ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ହିଁ ଆକ୍ରମଣ କରିଦେଲେ। ମାତ୍ର 53 ରନ୍ରେ ଇଂଲଣ୍ଡର 3ଟି ବଡ଼ ୱିକେଟ୍ ଖସିଗଲା। ସେତେବେଳେ ଭାରତୀୟ ସମର୍ଥକମାନେ ଭାବି ନେଇଥିଲେ ଏହି ମ୍ୟାଚ୍ ତ ଭାରତ ଜିତିଗଲା, କିନ୍ତୁ କ୍ରିଜ୍ରେ ଥିଲେ ଜଣେ ଖେଳାଳି ଯିଏ ହାର ମାନିବା ଜାଣିନଥିଲେ, ଜୋ ରୁଟ୍। ଜଣେ ଚାମ୍ପିୟନଙ୍କ ଇନିଂସ। ଜୋ ରୁଟ୍ କୌଣସି ତଡ଼ବଡ଼ କରିନଥିଲେ। ସେ ପ୍ରତ୍ୟେକ ବଲ୍କୁ ବୁଝି ଖେଳି ଖରାପ ବଲ୍କୁ ବାଉଣ୍ଡ୍ରି, ଭଲ ବଲ୍କୁ ସମ୍ମାନ, ଆଉ ଧୀରେ ଧୀରେ ମ୍ୟାଚ୍କୁ ଭାରତର ହାତରୁ ଛଡ଼ାଇ ନେଲେ। ତାଙ୍କୁ ୱିଲ୍ ଜ୍ୟାକ୍ସ 30 ରନ୍, ସାମ୍ କରନ୍ 26 ରନ୍ ଏବଂ ଶେଷରେ ଗସ୍ ଆଟକିନ୍ସନଙ୍କ ନାବାଦ 23 ରନ୍ର ସହଯୋଗ ମିଳିଲା। କିନ୍ତୁ ସତ କହିବାକୁ ଗଲେ ଏହି ବିଜୟର ଅସଲ ହିରୋ ଥିଲେ କେବଳ ଜୋ ରୁଟ୍। ଶତକ ମିଳିଲା ନାହିଁ, କିନ୍ତୁ ହୃଦୟ ଜିତିନେଲେ। ମ୍ୟାଚ୍ ଶେଷ ହେବା ବେଳେ ଜୋ ରୁଟ୍ 99 ରନ୍ରେ ନାବାଦ ଥିଲେ। ମାତ୍ର ଗୋଟିଏ ରନ୍ ପାଇଁ ତାଙ୍କ ଶତକ ଅଧୁରା ରହିଗଲା, କିନ୍ତୁ ତାଙ୍କ ମୁହଁରେ କୌଣସି ନିରାଶା ନଥିଲା, କାରଣ ତାଙ୍କ ପାଇଁ ବ୍ୟକ୍ତିଗତ ରେକର୍ଡଠାରୁ ଦଳର ବିଜୟ ବଡ଼ ଥିଲା। ଏହି କାରଣରୁ ଜୋ ରୁଟ୍ଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଏ। ଏହି ବିଜୟ ସହିତ ଇଂଲଣ୍ଡ 3 ମ୍ୟାଚ୍ର ସିରିଜକୁ 1-1ରେ ସମାନ କରିଛି। ଏବେ ରବିବାର ଲର୍ଡସରେ ହେବାକୁ ଥିବା ତୃତୀୟ ମ୍ୟାଚ୍ ହିଁ ନିର୍ଣ୍ଣୟ କରିବ ସିରିଜର ପ୍ରକୃତ ବିଜେତା କିଏ। ଭାରତ କି କମ୍ବ୍ୟାକ୍ କରିବ ନା ଇଂଲଣ୍ଡ ଘରୋଇ ମାଟିରେ ସିରିଜ ଜିତିବ? ଉତ୍ତର ମିଳିବ ଫାଇନାଲ ମୁକାବିଲାରେ। ତାହେଲେ ବନ୍ଧୁମାନେ, ଆପଣଙ୍କ ମତରେ ତୃତୀୟ ନିର୍ଣ୍ଣାୟକ ଦିନିକିଆ କିଏ ଜିତିବ, ଭାରତ ନା ଇଂଲଣ୍ଡ? ନିଜର ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।